ଜଳ ଦାଙ୍ଗେ ବିଦ୍ୟୁତ୍ ଚିରପ୍ରଭା ଖେଳୁ ପ୍ରଭାବନ୍ତ ହୋଇ ଦାସୀ ରହି ରହି ଚାରୁ କଚ ଫେଇ ସୁତୈଳ ଲେପାଇ। ଏହିପରି ଭାବରେ ବସାଇବା ପାଇଁ ସୀତାଙ୍କୁ ଆଜ୍ଞା ରାମଚନ୍ଦ୍ର ପାଖରେ ସୀତା ଯେମିତି ଶୋଭା ପାଇବେ ହାଟକାଙ୍ଗୀ ଗୌରାଙ୍ଗୀ ସେଇଭଳି ସିନା ବେଶ କରିବେ। ତେଣୁ ସେଇଭଳି ବେଶ କରିବାକୁ ମନସ୍ଥ କରିକିରି ଶୃଙ୍ଗାରକାରିଣୀ ବେଶକାରିଣୀ ମୁଦୁସୁଲିମାନେ ଆଜ୍ଞା ନେଇକରି ପହଞ୍ଚିଲେ। କ'ଣ କଲେ ନା କବି ବର୍ଣ୍ଣନା କରୁଛନ୍ତି ଜଳଦାଙ୍ଗେ ବିଦ୍ୟୁତ୍ ଚିରପ୍ରଭା। ଜଳଦ ଅଙ୍ଗ ଜଳଦ ହେଉଛି ମେଘ ଆଜ୍ଞା ମେଘବର୍ଣ୍ଣ ହେଉଛନ୍ତି ଶ୍ୟାମଳ ବର୍ଣ୍ଣ ମେଘବର୍ଣ୍ଣ ହେଉଛନ୍ତି ରାମଚନ୍ଦ୍ର। ବିଦ୍ୟୁତ୍ ଯେମିତି ଶୋଭା ପାଇବ ସେଇଭଳି ଶୋଭା ପାଏ ଅର୍ଥାତ୍ ମେଘରେ ବିଜୁଳି ଖେଳିଲେ ଯେମିତି ଶୋଭା ପାଏ ପ୍ରଭାବନ୍ତ ଆହୁରି ଦେଖାଯାଏ। ଆରେ ମେଘ ତ ଶ୍ୟାମଳ ଦେଖିବାକୁ ମେଘବର୍ଣ୍ଣ ଆଉ ଶ୍ୟାମଳ ବର୍ଣ୍ଣ ତା ଦେହରେ ବିଜୁଳି ମାରିଦେଲେ ବିଜୁଳି ଝଟକିଲେ ସେଇଟା ଆହୁରି ସୁନ୍ଦର ଦେଖା।